ଭିତର ଖୋଲା ମ୍ୟାଡ଼ାମ କ'ଣ ନାହାନ୍ତି ମୋ ଆଣ୍ଠୁ ବିନ୍ଧିକି ଉଛଲା ବେଳେ ମୁଁ ସେକ ନେବି ଡାକ୍ତର କହିଥିଲେ ଡେଲି ଡେଲି ସେକ ନେବା ଲାଗି ଯେ ମ୍ୟାଡ଼ାମଙ୍କର ଦେଖା ନାହିଁ କ'ଣ ଓ କମଳା ମ୍ୟାଡ଼ାମ ସିଏ ମ୍ୟାଡ଼ାମ କ'ଣ ଦେଖା ହେଉଛି ରେ ମୋ ମନ ଯାହା ହେଉଛି ଧରି କ'ଣ ମତେ ଡାକିଦେଲ ମଉସା ତାହେଲେ ମୁଁ ପଳେଇ ଯାଉଛି ନା ନା ଆସିଥିଲେ ଏମିତି ଚାଲିଯିବାକୁ ବାହାରୁଛନ୍ତି ଅସୁବିଧା କ'ଣ ହେଇଛି କି ଅସୁବିଧା କ'ଣ ହେଲା ଜାଣିପାରିଲା ନା ମୁଁ ତମ ଗରା ଘଟି ତମକୁ ପୁଳା ପୁଳା ଟଙ୍କା ଦଉଛି ତମେ ମୋ ଆଣ୍ଠୁକୁ ସେକ ଦଉଛ ଗରାଖ ଈଶ୍ୱର ନା ନୁହଁ ହଁ ହଁ ସେ ପରମାତା ସାଇକେଲ ଦୋକାନରେ ଲେଖିଛି ଗରାଖ ଈଶ୍ୱର ହଁ ହଁ ଜାଣିଛ ଈଶ୍ୱର ବୋଲି ଜାଣିଲା ପରେ ମତେ ଦୁଃଖ କଷ୍ଟ କାହିଁକି ଦଉଛ ଆପଣ ସେମିତି କୁହନ୍ତୁନି ମୁଁ ଆପଣଙ୍କୁ କାହିଁକି ଦୁଃଖ କଷ୍ଟ ଦେବି ଆପଣ ତ ମୋ ରେଟ୍ ଠାରୁ ମତେ ଅଧିକ ପଇସା ଦଉଛନ୍ତି ଆପଣ ତ ଏବେ ମୋ ମେନ୍ ଗରାଖ ମେନ୍ ଗରାଖ ମଉସା ବୋଲି ଡାକି କାହିଁକି ଖର୍ଚ୍ଚ ଦଉଛ ମାନେ କ'ଣ ଖେଚ ମୋ ମୁହଁରୁ ମଉସା ଡାକ ଶୁଣିବାକୁ ଚାହୁଁନାହିଁ ତମେ ମଉସା ଡାକିଲେ ମୁଁ ଆଉ ଆସିବି ନାହିଁ ହଉ ଠିକ୍ ଅଛି ଆପଣ ମନ କଷ୍ଟ କରନ୍ତୁନି ଆଜିଠାରୁ ମୁଁ ଆପଣଙ୍କୁ କେବେ ବି ମଉସା ବୋଲି ଡାକିବିନି ତାହେଲେ ମୁଁ ଡେଲି ଡେଲି ଆସିବି ତାହେଲେ ମୁଁ ଆପଣଙ୍କୁ କ'ଣ ଡାକିବି କହୁନାହାନ୍ତି ଜାନୁ 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 ଭାଇ ମୋ ମେନ୍ ନାଁଟା ହେଲା ଛଗନ ମଙ୍ଗିଆ ମୋ ବାପା ଜଗନ ମଙ୍ଗିଆ ମୋ ବ୍ରେନ୍ ଯେତେବେଳେ ରିଭର୍ସ କାମ କରେ ମୁଁ ସେଠି ପରମ ଜାନୁ ଜାନୁ ଡାକିବ ଜାନୁ ଭାଇ ଡାକିବ ନହେଲେ ଆଉ କିଛି ସୁଳିଆ ଶବ୍ଦ ମିକ୍ସ କରିକି ଡାକିବ ଯାହା ଜଣାପଡ଼ୁଛି ବୁଢ଼ାଟା ପକ୍କା ନାଳୁଆ ଅଛି ବୁଢ଼ାର ଲାଳିତ ଅଂଶ ପ୍ରବଳ ରହିଛି ହଉ ଠିକ୍ ଅଛି ଆଜିଠାରୁ ମୁଁ ଆପଣଙ୍କୁ ଜାନୁ ବୋଲି ଡାକିବି ଗୋଟେ କଣ୍ଡିସନ୍ ପୁଣି କି କଣ୍ଡିସନ୍ ଜାନୁ ବୋଲି ଡାକିଲେ ଆଉ ଆପଣ ବ୍ୟବହାର କରିବ ନାହିଁ ଆଉ ଆପଣ ତା ଡିଷ୍ଟାନ୍ସ ମେଣ୍ଟେନ୍ କରେ ଓ ତମେ ସବୁଦିନ କରିବ କ୍ଲୋଜ୍ ରିଲେସନ୍ ହବ ହଉ ହେଲା ଆଜିଠାରୁ ମୁଁ ତମକୁ ତମେ ବୋଲି ସମ୍ବୋଧନ କରିବି କାଲା 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 ଜାନୁ ତମେ କେତେବେଳେ ଆସିବ ଜାନୁ ତମ ଦେହ ଭଲ ଅଛି ହଉଛି ବୁଢ଼ା ନା ଛିପଣିକୁ ବାହାର କରି ପକେଇଲାଣି ଆଚ୍ଛା ଜାନୁ ଜାନୁ କହିଲ ତମର ଆଣ୍ଠୁ ପ୍ରୋବ୍ଲେମ କେମିତି ହେଲା କାହିଁକି ପଚାରିଦେଲ ମ୍ୟାଡ଼ାମ ହଉ ଯଦି ପଚାରିଲେଣି ମୋ ଗଳା ତ ପଡ଼ିଯାଇଛି ତଥାପି ମୁଁ କହିବି ବସ ସେ କଥା କ'ଣ କହିଲି ମ୍ୟାଡ଼ାମ ମୁଁ 8-10 ବଖରା ଘର ଭଡ଼ା ଦିଏ ବିଭିନ୍ନ ଲୋକ ଆସିକି ରହନ୍ତି ଆମର ଏଇ ସାଲେପୁର ସାଇଡ୍ରୁ ଗୋଟେ ଲୋକ ଆସିକି ରହିଛି ଶ୍ୟାମଲ ସେ ନୂଆ ବାହା ହେଇଛି ତାର ସୁନ୍ଦରିଆ ସ୍ତ୍ରୀଟେ ତା ସ୍ତ୍ରୀ ନା ଶଶୀ ପୁରା କଷି ଟିକା ମାରିଦେଉ ଭାତ ପଡ଼ିବ ଲସି କିନ୍ତୁ ଶ୍ୟାମଲଟା ମହାକନ୍ୟା 3-4 ମାସ ଚାଲିଯିବ ଗୋଟେ ଘର ଭଡ଼ା ଦେବନି ମୁଁ ମାଗି 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 ଠେଇଆ ସେ କହୁଥିବ ହଁ ଦେବି ହଁ ଦେବି ହଁ ଦେବି ମୁଁ ଦିନେ ରାଗିଲି ଆଉ ରାଗିକି ଗୋଟେ ସନ୍ଧ୍ୟା ବେଳିଆ ଗୋଟେ ନିଟ୍ ଚଢ଼େଇକି ତା ଘର ଆଡ଼େ ଗଲି ଆଉ ଏଇଆ ମାଇଣ୍ଡ ମେକଅପ୍ କରିକି ଗଲି ଆଜି ଟଙ୍କା ଆଣିବି ନହେଲେ ତାକୁ ଘରକୁ ଡାକନି ମୁଁ ଯାଇକି ତା ଘର ପାଖରେ ପହଞ୍ଚିଗଲା ବେଳକୁ ଶ୍ୟାମଲ ନାହିଁ ତା ସ୍ତ୍ରୀଟିଏ କାଟିଆ ବସି ସେ ଘର ଖାଲି ଝରୁଛି ହଠୁ ମୁଁ କ'ଣ କଲି ନା ଆସ୍ତେ 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 ତା ଘର ଭିତରକୁ ଗୋଟିଏ ପାଉଲ ପକେଇଛି କି ରେଳ ଲାଇନ୍ଟା ଚାଲିବ ଠିକ୍ ଟାଇମ୍ରେ ଲାଇନ୍ ଚାଲିବ ଅନ୍ଧାର ହେଇଗଲା ମୁଁ ଭାବିଲି ପଳେଇବି ନା ମୁଁ କହିଲି ନା ଟିକେ ବସିଯିବି ଲାଇନ୍ ଆସିବ ହଁ ସେ କହିକି ଆଉ ଗୋଟିଏ ପାଉଲ ମୁଁ ପକେଇଛି ଯେ ସେ ଗୋଟେ ହେମଦସ୍ତା ଥୋଇଥିଲା ମୋତେ ଅନ୍ଧାର ଦେଖା ହେଲାନି ମୁଁ ତାକୁ ଝିଣ୍ଟି ପଡ଼ିଲି ଯେତେବେଳେ ଝିଣ୍ଟି ପଡ଼ିଛି ମୁଁ ଦଢ଼ା ଆସିକି ଯାଇକି ସେ ବାଇକିଲା ଉପରେ ପଡ଼ିଛି ମୁଁ ଯେତେବେଳେ ପଡ଼ିଯାଇଛି ସେ ବାଇକିଲା ମୋ ଦାନ୍ତକୁ ତା ଗାଲ ଟଚ୍ ହେଇଯାଇଛି ଯେତେବେଳେ ଟଚ୍ ହେଇଯାଇଛି ମୁଁ ଟିକେ ଏମିତି କରିଦେଇଛି ନା ଯୋଉ ପଡ଼ିଗଲି କଷ୍ଟ ଏମିତି ହେଇଯାଇଛି ହଁ କିନ୍ତୁ ସେ ମାଇକିଲା ଭାବିଲା ଇଏ ବୁଢ଼ା ଜାଣିକି ସେ ଚୁଁଛି ସେ ଗୋଟେ ରାଗିଗଲା ରାଗି ଯାଇକି ମୋର ଯେଉଁ ହେମଦସ୍ତା ମୋ ଗୋଡ଼ ବାଜିକି ତା ଆଡ଼କୁ ଗଡ଼ି ଯାଇଥିଲା ସେ ବାଡ଼ିଟାକୁ ଧରିନେଲା ହେମଦସ୍ତା ବାଡ଼ିଟା ବାଡ଼ିକି ଧରି ଦେଇକି ଏମିତି ଅଧାରେ ବୁଲେଇ ବୁଲେଇକି ଛାଡ଼ିଦେଲା ଗୋଟେ ପାହାଡ଼ ଫୁଲ ଓ ଏଇ ବାଠରେ ସେ ପାହାଡ଼ଟା ଆସିକି ବାଜିଲା ଏତେ ଜୋର ବାଜିଲା ମୋର ଯେଉଁ ଆଣ୍ଠୁ ଛକି ଫାଳେ ବାହାରିକି ପଳେଇଲା ଆଉ ଫାଳକୁ ମୁଁ ଚାପିକି ଧରିଥାଏ ଯେଉଁ ଫାଳଟା ଚିକଚିକି ମାରିକି ଗଲା ସେ ଗୋଟେ କଳସୀର କଳସୀ ପାଣି ରଖିଥିଲା ସେ କଳସୀର ମୋ ଚକି ବାଡ଼େଇ ହେଇଗଲା ସେ କଳସୀ ଫୁଟିଗଲା
ସେ ପାଣି ଥିଲା ସେ ଫୁଟା ବାଟେ ପାଣିଟା ପିଚି 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 ହେଇକି ବାହାରିଲା ସେ ପାଣିଟା ଯାଇକି ସେ ମାଇକିଲା ମୁହଁ ଉପରେ ପଡ଼ିଲା ସେ ମାଇକିଲା ଭାବିଲା ଇଏ ବୁଢ଼ା ମୁଟୁଛି କିନ୍ତୁ ସେଇ ସମୟରେ ଲାଇନଟା ଚାଲି ଆଇଲା ସେ ଦେଖିଲା ପାଣିଟା କଳସରୁ ବାହାରୁଛି ସେ ଆଉ କିଛି କହିଲାନି ମୁଁ ଭାବିଲି ଏଠି ରହିବା ଆଉ ଭଲ ନୁହଁ ଏଠୁ ପଳେଇବା ଭଲ କିନ୍ତୁ ଉଠି ପାରୁନଥାଏ ଆଉ ପରିସ୍ଥିତି ଏଇଆ ମୁଁ କ'ଣ କଲି ନା ସେ ମାଇକିଲା କାନ୍ଧ ଉପରେ ଏରକମ ଭରା ଦେଇକି ଉଠିବା ପାଇଁ ଚେଷ୍ଟା କଲି ଯେତେବେଳେ ଉଠିବା ପାଇଁ ଚେଷ୍ଟା କରିଛି ସେ ତମରି ଭଳିଆ ଟିକେ ପିଛେଇ ଗଲା ଯେତେବେଳେ ପିଛେଇ ଯାଇଛି ମୋର ଏଇ ହାତ ନେଳିଟା ତା ଛାତିରେ ଖସିକି ଚାଲିଲା ଯେତେବେଳେ ଏତେ ଜୋର ଖସିକି ଆଇଲା ସେ ଯେଉଁ ଆଗ ବଟମ୍ ବାଲା ବ୍ଲାଉଜ୍ ପିନ୍ଧିଲା 3ଟା ବଟମ୍ ତାର ଛିଡ଼ିଗଲା ତା ଗୁଜରାଟ ଡାଲା ବୁଢ଼ୀ ହେଇଗଲା ସିଏ ମାଇକିଲା ଭାବିଲା ଇଏ ବୁଢ଼ା ଜାଣିକି ଏମିତି ସବୁ କରୁଛି କାରଣ ମୋ ହାତଟା ଆସିକି ତା ତଳି ପେଟ ଉପରେ ବ୍ରେକ୍ଡାଉନ୍ ହେଲା ତ ସିଏ କ'ଣ କଲା ବାଢ଼ିରେ ପିଟିଦେଲା ଯେଉଁ ହେମଦସ୍ତାଟା ତା ପାଖରେ ଥିଲା ସେଇଟାକୁ ଧରିଲା ଧରିନେଇକି ଏରকম ବୁଲେଇ 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 ଛାଡ଼ି ଦେଲା ମୋ ଆଡ଼କୁ ଭୁଲ ସେ ହେମଦସ୍ତା କେମିତି ଆଇଲା ଜାଣିଛ ନା ଯେମିତି ପ୍ଲେନ୍ କ୍ରାସ୍ ହୁଏ ଘିରିଘିରି 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 ହେଇକି ସେ ସାରା ଘିରିଘିରି ହେଇକି ଆସିକି ମୋର ଏଇ ପ୍ରାଇଭେଟ୍ ଏରିଆ ଭିତରେ ରାଉଣ୍ଡ କଲା ମୋର ଖାଲି ଛଟ 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 ହେଇଯାଉଥାଏ ତାପରେ ମୋ ଚେତା ପଳେଇଲା ସେ କେତେ ମାରିଛନ୍ତି ମୁଁ ଆଉ ଜାଣିନି ମୋ ଚେତା ଆଇଲା କୋଉଠି ଜାଣେ ନା ସମ ହସ୍ପିଟାଲରେ ସେତେବେଳେ ଡାକ୍ତରମାନେ ମୋ ଆଣ୍ଠୁକୁ ଅପରେସନ୍ କରିଦେଇଥିଲେ ସେଇ ଡାକ୍ତରମାନେ ତମ ଠିକଣା ଦେଲେ ସିଏ ବ୍ୟୁଟିଫୁଲ୍ ମ୍ୟାଡ଼ାମ୍ ତାଙ୍କରି ପାଖକୁ ଗଲେ ସିଏ ତାକୁ ଭଲ କରିକି ଛାଡ଼େ ମୁଁ ସେଇଥିପାଇଁ ତମ ପାଖକୁ ଆସିଛି ମୋତେ ଭଲ ହଉ ହେଲା ମୁଁ ଭଲ କି ସେକ ଦେଇଦେବି ତମକୁ ଆରାମ ଲାଗିବ କ'ଣ ହଁ ହ୍ୟାଲୋ ହଁ ହଁ ବ୍ୟସ୍ତ ହୁଅନି ମୁଁ ଏଇ ଅଧଘଣ୍ଟା ଭିତରେ ପହଞ୍ଚୁଛି ଓକେ ଜାନୁ ଭଲ କଥା କ'ଣ କି ମୋର ଜଣେ ଭଉଣୀ ନୂଆ ନୂଆ ପ୍ରେସର କରୁଛି ତାର ଆଜି ପ୍ରଥମ ପେସେଣ୍ଟ ଆସିବ ସେ ମୋତେ ଭିଡ଼ିଓ କଲ୍ କରିବ ମୁଁ ତାକୁ ଯୋଉ ଯୋଉ ଜାଗା କହିବି ସେ ସେଇ ସେଇ ଜାଗାକୁ ପ୍ରେସର କରିବ ଜାନୁ ତମର କିଛି ଅବଜେକ୍ସନ ଅଛି ମୋର କାହିଁକି ଅବଜେକ୍ସନ ହବ ନାଇଁ ତ ତାହେଲେ ଠିକ୍ ଅଛି ସେତେବେଳେ ଯାଇ ତମେ ଏଠି ବସି ପଡ଼ା ମୁଁ ମୋ କାମ ଆରମ୍ଭ କରିଦେଉଛି କଲା 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 ଜାନୁ ଆରାମ ଲାଗୁଛି ସର୍କସ୍ ହାତ ଆହୁରି ଉପରକୁ ଆସ ହାତରେ ଯାହାର ସାଇଡ୍ ଟିକେ ଧରୁ ଚାଲୁ 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 ଛାଡ଼ ମୋ ହାତଟାକୁ ଛାଡ଼ୁନ ମୁଁ ଲାଗୁଛି শুটিং করতে বলে না কলা দিও ନା ନା মরি ଯାଇଛନ୍ତି মনে নଥିଲା ওঠে ଜାନୁ ଭଉଣୀ ଭିଡ଼ିଓ କଲ୍ କଲେ କଥା କଥା ଶୁଣୁ ମୁଁ ତତେ ଯୋଉ ଯୋଉ ଜାଗା କହିବି ତୁ ସେଇ ସେଇ ଜାଗାକୁ ପ୍ରେସର କରିବୁ ସେଇଟାକୁ ଧର 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 ସେଟା ନୁହଁ ସେଇଟା ସେଇଟା ସେଟା ନୁହଁ ସେଟା ମୋ ଗୋଡ଼ ନୁହଁ ତାକୁ ଚାଳ ଫିଙ୍ଗିଯିବ हे प्रभु हे हरि राम कृष्ण जगन्नाथ प्रेमानंद ये क्या हुआ गलाव में पानी आ गया गामछा भी खुल गया मेरा नगदी ये ଜାନୁ ତମର କ'ଣ ହେଲା ଜାନୁ ଜାନୁ କହିକି ମୋ ଜୀବନ ନେଇ ଯାଇଥିଲା ଓହୋ ଜାନୁ ମୁଁ କାହିଁକି ତମ ଜୀବନ ନେବି ତମର ପୁରା ଫ୍ରୋଜିନି ପଡ଼ିଆ ହେଇଛି ଗୋଡ଼ରେ ଭଲକି ପ୍ରେସର ଦେଇକି ଘଷା ଘଷି ମୋଡ଼ାମୋଡ଼ି ନ କଲେ ସେ ଗୋଡ଼ ମୋଟେ ଫ୍ରି ହବନି ତମେ ଜୀବନ ସାରା ଜାଣିପାରିବନି ଗୋଡ଼କୁ ଘଷିବାକୁ ମୁଁ କ'ଣ ମନା କରୁଛି ନା ମନା କରିବ କ'ଣ ପାଇଁ ତମେ ଡରୁଛ କରିବି ନାହିଁ କେମିତି କାହିଁକି ତମେ ଯାହାକୁ ଧରିଥିଲ ସେଟା ମୋ ଗୋଡ଼ ନୁହଁ ଗୋଡ଼ ନୁହଁ ମାନେ ସେଟା ହେମଦସ୍ତା ବାଟିକି ଗୋଡ଼ ମୋଟା ହେଇଯାଇଛି ସେଟା ଗୋଡ଼ ନୁହଁ କ'ଣ ହେମଦସ୍ତା ବାକି ଗୋଡ଼ ମୋଟା ହେଇଯାଇଛି କହୁଛ ମୁଁ ବୁଝିପାରିନି ସେଟା ଆଣଟା କୋଉଟା ସେଟା ସେଇଟା ସେଇଟା କୋଉଟା ମ ସେଟା ସେଟା କୋଉଟା ଓହୋ ସେଇଟା ଛି 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 ମାଲୋ ଛି ତମ ଭାଗ୍ୟରେ ଥିଲା